ତାସର ଜୋକର ଓ ନିଜ ଲୋକମାନଙ୍କର ଠୋକର ସବୁବେଳେ ବାଜି ପଲଟେଇ ଦେଇଥାଏ। ମା ବିନା ପୁରା ଘର ବିପର୍ଯ୍ୟସ୍ତ ହୋଇଯାଇଥାଏ ଏବଂ ବାପା ବିନା ପୁରା ଜୀବନ ବିପର୍ଯ୍ୟସ୍ତ ହୋଇଯାଇଥାଏ। ପଥରର ଗୋଟେ ବଦଗୁଣ, ସେ କେବେ ତରଳେ ନାହିଁ। ଆଉ ସବୁଠୁ ଭଲ ଗୁଣ, ଅନ୍ୟମାନଙ୍କ ପରି ସେ ବଦଳେ ନାହିଁ। ଗ୍ରହଣ କରିବାର ହିମ୍ମତ ଓ ସଂଶୋଧନ କରିବାର ନିୟତ ଯାହା ପାଖରେ ଅଛି, ତାକୁ ଆଗକୁ ଯିବାରେ କେହି ଅଟକାଇ ପାରିବେନି। ମନର ଶାନ୍ତିଠାରୁ ବଳି ଧନ ଏ ସଂସାରରେ ଆଉ କିଛି ନାହିଁ। ଯଦି କ୍ଷେତରେ ଚାଷ କରା ନଯାଏ, ତେବେ ତାହା ଅନାବନା ଘାସରେ ପରିପୂର୍ଣ୍ଣ ହୋଇଯାଏ। ସେହିପରି ଯଦି ଆମ ଦିମାଗରେ ଆମେ ସକାରାତ୍ମକ ଚିନ୍ତାଧାରା ଭର୍ତ୍ତି ନ କରନ୍ତି, ତାହେଲେ ନକାରାତ୍ମକ ଚିନ୍ତାଧାରା ଆମ ଉପରେ ତା'ର ପ୍ରଭାବ ବିସ୍ତାର କରିଯିବ। ଯଦି ଭଲ ଲାଗୁଛି ତାହେଲେ ଆଗକୁ ବଢ଼ନ୍ତୁ, ନହେଲେ ଏଉଠୁ ଓହରି ଯାଆନ୍ତୁ। ଓହରି ଯିବା ଲୋକଙ୍କୁ ମୋର ନମସ୍କାର, ଆଉ ଆଗକୁ ଯିବା ଲୋକଙ୍କୁ ମୋର ପ୍ରୀତିପୂର୍ଣ୍ଣ ସ୍ୱାଗତ ସମ୍ବର୍ଦ୍ଧନା। କାରଣ ଆଗକୁ ମୁଁ ଯାହା କହିବାକୁ ଯାଉଛି, ତାହା ହେବ ଆପଣଙ୍କ ଜୀବନର ଅମୂଲ୍ୟ ରତ୍ନ। ଆପଣମାନେ ସମସ୍ତେ ଜାଣିଛନ୍ତି, ରାମାୟଣ ମହାଭାରତ ଦୁଇଟି ମହାକାବ୍ୟ ଆମ ପାଇଁ ଅମୂଲ୍ୟ ରତ୍ନ। ମହାଭାରତ ମହାକାବ୍ୟର ଅବଦାନ ଆମ ପାଇଁ ଯଥେଷ୍ଟ ଅଧିକ। ଯଦି ମହାଭାରତ ପଢ଼ିବାକୁ ଆପଣଙ୍କ ପାଖେ ସମୟ ନାହିଁ, ତେବେ ଏହାକୁ ସଂକ୍ଷେପରେ 9ଟି ମୂଲ୍ୟବାନ କଥାରେ ବିଭକ୍ତ କରି ମୁଁ ଆପଣଙ୍କୁ ଜଣାଉଛି, ଧ୍ୟାନ ଦିଅନ୍ତୁ। ନମ୍ବର 1, ସନ୍ତାନଙ୍କ ଭୁଲ ଇଚ୍ଛାକୁ ଆଉ ଜିଦକୁ ଯଦି ଅଙ୍କୁଶ ନ ଲଗାନ୍ତି, ଶେଷରେ ଆପଣ ଅସହାୟ ହୋଇଯିବେ, ଯାହାକି କୌରବଙ୍କ କ୍ଷେତ୍ରରେ ଘଟିଥିଲା। ନମ୍ବର 2, ଆପଣ ଯେତେ ବଳବାନ ହୁଅନ୍ତୁ ନା କାହିଁକି, ଯଦି ଆପଣ ଅଧର୍ମର ସାଥିରେ ଅଛନ୍ତି, ତେବେ ଆପଣଙ୍କ ବିଦ୍ୟା, ଅସ୍ତ୍ରଶସ୍ତ୍ର, ଶକ୍ତି, ବରଦାନ ସବୁକିଛି ନିଷ୍ଫଳ ହୋଇଯିବ, ଯାହା କର୍ଣ୍ଣଙ୍କ କ୍ଷେତ୍ରରେ ଘଟିଥିଲା। ନମ୍ବର 3, ସନ୍ତାନଙ୍କୁ ଏତେ ମହତ୍ୱାକାଂକ୍ଷୀ କରନ୍ତୁ ନାହିଁ ଯେ ସେମାନେ ବିଦ୍ୟାର ଦୁରୁପଯୋଗ କରି ସର୍ବନାଶକୁ ନିମନ୍ତ୍ରଣ କରିବେ, ଯାହାକି ଅଶ୍ୱତ୍ଥାମାଙ୍କ କ୍ଷେତ୍ରରେ ଘଟିଥିଲା। ନମ୍ବର 4, ଏପରି କାହାକୁ କିଛି କଥା ଦିଅନ୍ତୁ ନାହିଁ ଯେ ଆପଣଙ୍କୁ ବିଧର୍ମୀଙ୍କ ଆଗରେ ନତମସ୍ତକ ହେବାକୁ ପଡ଼ିବ, ଯାହାକି ପିତାମହ ଭୀଷ୍ମଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ନମ୍ବର 5, ସମ୍ପତ୍ତି, ଶକ୍ତି ଓ ସତ୍ତାର ଦୁରୁପଯୋଗ ପାଇଁ ଶେଷରେ ନିଜର ସର୍ବନାଶ ଦେଖିବାକୁ ପଡ଼ିଥାଏ, ଯାହାକି ମହାମାନୀ ଦୁର୍ଯ୍ୟୋଧନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ନମ୍ବର 6, ମୁଦ୍ରା, ମଦିରା, ଅଜ୍ଞାନ, ମୋହ ଏବଂ କାୟା ଯଦି ଅନ୍ଧ ବ୍ୟକ୍ତିଙ୍କ ପାଖରେ ଥାଏ, ତାହେଲେ ସତ୍ତା ମଧ୍ୟ ବିନାଶ ଆଡ଼କୁ ନେଇଯାଇଥାଏ, ଯାହାକି ଧୃତରାଷ୍ଟ୍ରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ନମ୍ବର 7, ବିଦ୍ୟା ଯଦି ବିବେକ ସହ ବନ୍ଧା ହୋଇଥାଏ, ଉକ୍ତ ବ୍ୟକ୍ତିର ବିଜୟ ସୁନିଶ୍ଚିତ, ଯାହା ଅର୍ଜୁନଙ୍କ କ୍ଷେତ୍ରରେ ଘଟିଥିଲା। ନମ୍ବର 8, ସବୁ କାର୍ଯ୍ୟରେ ଯଦି ଆପଣ ଛଳ, କପଟ ଅବା ପ୍ରପଞ୍ଚ କରନ୍ତି, ସଦାସର୍ବଦା ଅସଫଳତାର ସ୍ୱାଦ ଚାଖିବାକୁ ପଡ଼ିଥାଏ, ଯାହାକି ଶକୁନିଙ୍କ କ୍ଷେତ୍ରରେ ଘଟିଥିଲା। ନମ୍ବର 9, ଯଦି ଆପଣ ନୀତି, ଧର୍ମ ଓ କର୍ମ ସଫଳତାପୂର୍ବକ ପାଳନ କରୁଛନ୍ତି, ତେବେ କୌଣସି ଶକ୍ତି ଆପଣଙ୍କୁ ପରାଜିତ କରିପାରିବ ନାହିଁ, ଯାହାକି ଯୁଧିଷ୍ଠିରଙ୍କ କ୍ଷେତ୍ରରେ ଘଟିଥିଲା। ଇଏ ଥିଲା ମହାଭାରତର 9ଟି ସୂତ୍ର। ଯଦି ଆପଣ ଆପଣଙ୍କ ଜୀବନରେ ଏ 9ଟି ସୂତ୍ରକୁ କାମରେ ନ ଲଗାନ୍ତି, ତାହେଲେ ଆପଣଙ୍କ ଜୀବନରେ ମଧ୍ୟ ମହାଭାରତ ସୃଷ୍ଟି ହୋଇପାରେ। ସାବଧାନ। ଏବେ ଆସନ୍ତୁ ଯିବା ମୁଖ୍ୟ ଟପିକକୁ, ଯେଉଁଥିପାଇଁ ଆପଣ
ଏ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖୁଛନ୍ତି ତା ପୂର୍ବରୁ ମୁଁ କହି ରଖୁଛି, ମୁଁ ଭାଷା ଖରାପ କରିବି ନାହିଁ। କାହା ସହ ସେକ୍ସ କରିବା ଉଚିତ, କୁଆଁରୀ ଝିଅକୁ ନା ଛୁଆରୀ ମାଆକୁ? କୁଆଁରୀ ଝିଅ ସହ ସେକ୍ସ କଲେ ସେ ଛୁଆଳି ମାଆରେ ପରିଣତ ହୁଏ, ଏକଥା ଆପଣମାନେ ଭଲ ଭାବରେ ଜାଣିଛନ୍ତି। ସମସ୍ତେ ତାଙ୍କ ଜୀବନରେ ପ୍ରଥମେ କୁଆଁରୀ ଝିଅକୁ ଭେଟିଥାନ୍ତି, ତାପରେ ଛୁଆର ମାଆକୁ ନେଇ ତାଙ୍କ ଜୀବନ କଟାନ୍ତି। ଅନୁଭୂତି ସମସ୍ତଙ୍କ ପାଖରେ ନିଶ୍ଚୟ ଅଛି। ତଫାତ୍ ଏତିକି, କୁଆଁରୀ ଥିବାବେଳେ ଝିଅଟି ପାଖରେ ଲାଜ ବେଶୀ ଥାଏ, ସେ ଆପଣଙ୍କୁ କମ୍ କୋଅପରେଟ୍ କରିଥାଏ। ଆଉ ଛୁଆର ମା ପାଖରେ ଲାଜ ଟିକେ କମ୍ ଥାଏ, ତେଣୁ ସେ ଆପଣଙ୍କୁ ଅଧିକ କୋଅପରେଟ୍ କରିଥାଏ। ସିଧା କଥା, ମ୍ୟାରେଜ୍ ପୂର୍ବରୁ ପୁଅ ଝିଅମାନେ ସେକ୍ସ ନ କରିବା ଉଚିତ। ଯଦି ଏ ଭିଡ଼ିଓଟି ଆପଣମାନଙ୍କୁ କିଛି ଶିକ୍ଷା ଦେଇଥାଏ, ଏ ଭିଡ଼ିଓରୁ ଆପଣମାନଙ୍କୁ କିଛି ଶିକ୍ଷା ମିଳିଥାଏ, ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଧନ୍ୟବାଦ। ପୁଣି ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ଜୟ ଜଗନ୍ନାଥ।